ଅଞ୍ଚଳରେ ଏକ ଘରୋଇ ବିଦ୍ୟାଳୟର ଘଟଣା। ବିଦ୍ୟାଳୟ ଜଣେ ଏକ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା। ହଷ୍ଟେଲ ରହି ଅଧ୍ୟୟନ କରୁଥିଲେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ଅପମୃତ୍ୟୁ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ସାଧାରଣ ଲୋକେ। ଘଟଣାସ୍ଥଳରେ ପହଞ୍ଚିଲା କୁଆଁରମୁଣ୍ଡା ପୋଲିସ, ଆରମ୍ଭ କଲା ତଦନ୍ତ। ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ ଜଣେ ଏକ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ ହୋଇଛି, ଯାହାକୁ ନେଇ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି। ହଷ୍ଟେଲରେ ରହି ଅଧ୍ୟୟନ କରୁଥିବା ଅଷ୍ଟମ ଶ୍ରେଣୀର ଏହି ଛାତ୍ରଙ୍କ ମୃତ୍ୟୁ ଖବର ଜାଣିବା ପରେ ବିଦ୍ୟାଳୟ ନିକଟରେ ଏବେ ଶତାଧିକ ଲୋକଙ୍କର ଉପସ୍ଥିତିକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଲୋକ ଛାତ୍ରଙ୍କ ଅପମୃତ୍ୟୁ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ଛାତ୍ର ଜଣକ କାହିଁକି କୋଉ ପରିସ୍ଥିତିରେ ଚରମ ନିଷ୍ପତ୍ତି ନେଲେ ତାହା ଏବେ ଅସ୍ପଷ୍ଟ। ସେପଟେ ଖବର ପାଇ କୁଆଁରମୁଣ୍ଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ମୁହଁ ଖୋଲୁନାହାନ୍ତି, ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ସୁନ୍ଦରଗଡ଼ରୁ ସଞ୍ଜୀବ କୁମାର ପାଢ଼ୀଙ୍କ ରିପୋର୍ଟ, ସୂଚନା ଟିଭି 24x7।